लेबर रूम भितरु कुआं कुआं डाक समस्तଙ୍କ ମୁହଁରେ ଖୁସିର ଲହର ଆଣିଦେଇଥିଲା। ଅନେକ ଦିନର ଅପେକ୍ଷାର ଅନ୍ତ ହେଲା। ଦୀର୍ଘ ବର୍ଷ ପରେ ଘରଟା ଛୋଟ ଛୁଆର କୁଆଁ କୁଆଁ ଡାକରେ ଏଥର ଚହଳ ଗହଳ ହେଇଯିବ। ଜେଜେମା ଜେଜେବାପାଙ୍କ ଖୁସିର ସୀମା ନଥିଲା। ନର୍ସ ଆସି ଜଣେଇ ଦେଇଥିଲେ ଅପେକ୍ଷାରତ ଛୁଆର ବାପା, ଜେଜେ, ଜେଜେମା, ଆଈ ଓ ଅଜାଙ୍କୁ ଯେ ମା ଓ ଛୁଆ ସୁସ୍ଥ ଅଛନ୍ତି। ଜେଜେବାପା ପ୍ରଶ୍ନ କରିଥିଲେ, କ'ଣ କହିଲନି ଯେ ମା? ନାତି ହେଇଛି ନା ନାତୁଣୀ ବା? ଆମର ଯାହା ହେଲେ ବି ଖୁସି। ଖାଲି ମା ଛୁଆଙ୍କୁ ଭଗବାନ ସୁସ୍ଥ ରଖିଥାନ୍ତୁ। ନର୍ସ କିଛି ବି ଉତ୍ତର ନ ଦେଇ ଚାଲିଯିବାକୁ ପଛକୁ ବୁଲିଲା। ଛୁଆର ବାପା ଶ୍ରୀଧର ବାବୁ ଏଥର ପଚାରିଲେ, କ'ଣ ହେଇଛି ସିଷ୍ଟର, ପୁଅ ନା ଝିଅ? ଏବେ ବି ନର୍ସ ନିରୁତ୍ତର। ଅଜା ଆଈଙ୍କ ଧୈର୍ଯ୍ୟଚ୍ୟୁତ ହେଲା। ଜୋର କରି ପଚାରି ବସିଲେ, କହୁନ କ'ଣ ଝିଅ? ସେତିକି ବଡ଼ ପଚରା ହେଉଛି ପରା, କ'ଣ ହେଇଛି? ଏଥର ଡାକ୍ତର ମ୍ୟାଡାମ ରୁମ୍ ଭିତରୁ ବାହାରି ଆସି ନର୍ସକୁ ଭିତରକୁ ପଠାଇଦେଲେ ଆଉ ଶ୍ରୀଧର ବାବୁଙ୍କୁ ତାଙ୍କ ରୁମକୁ ଆସିବାକୁ କହିଲେ। ସମସ୍ତଙ୍କୁ ଏଇ ଘଟଣା ଅତ୍ୟନ୍ତ ରହସ୍ୟମୟ ଲାଗିଲା। ସମସ୍ତଙ୍କ ମୁହଁରେ ଛୁଆର କୁଆଁ କୁଆଁ ଡାକ ଶୁଣି ଯେଉଁ ହସ ଓ ଖୁସିର ଧାର ଲାଗିଥିଲା ତାହା କ୍ରମଶଃ ଅଜଣା ଚିନ୍ତାର ରେଖାରେ ପରିଣତ ହେବାକୁ ଲାଗିଲା। ଶ୍ରୀଧର ବାବୁ ଡାକ୍ତର ମ୍ୟାଡାମଙ୍କ ରୁମକୁ ଚାଲିଗଲେ ଆଉ ବାହାରେ ସମସ୍ତେ ଶ୍ରୀଧର ବାବୁଙ୍କ ଆସିବା ବାଟକୁ ଅପେକ୍ଷାରତ। କିଛି ସମୟ ପରେ ଶ୍ରୀଧର ବାବୁ ମ୍ୟାଡାମଙ୍କ ରୁମ୍ ଭିତରୁ ଦୁଃଖ, ଯନ୍ତ୍ରଣା ଓ ରାଗ ସମ୍ମିଶ୍ରଣର ମୁହଁ ନେଇ ବାହାରକୁ ଆସିଲେ। ଏକାବେଳକେ ସମସ୍ତେ ପଚାରି ବସିଲେ, କ'ଣ କହିଲେ ଡାକ୍ତର? ସବୁ ଠିକ୍ ତ? ମା ଛୁଆ ସୁସ୍ଥ ତ? କିଛି ଅସୁବିଧା ନାହିଁ ତ? ଶ୍ରୀଧର ବାବୁ କିନ୍ତୁ ପୁରା ନିରୁତ୍ତର। କାହାର କଥା ତାଙ୍କ କାନକୁ ଶୁଣାଯାଉନି। କେବଳ ଡାକ୍ତରଙ୍କ କଥା ଯାହା ତାଙ୍କ କାନରେ ମାଇକରେ ବାଜିଲା ପରି ବାଜି ଯାଉଛି ଥରକୁ ଥର। ଦୁଇ ହାତରେ କାନକୁ ବନ୍ଦ କରିଦେଲେ ଶ୍ରୀଧର ବାବୁ ଆଉ ପାଟି କରି କହିଲେ, ବନ୍ଦ କର ଆଉ ଶୁଣି ହେବନି। ଏହି କଥାଟା ସମସ୍ତଙ୍କୁ ଆହୁରି ଚିନ୍ତା ବଢାଇଦେଲା। ବାପା ପଚାରିଲେ, କହ ବାପା, କ'ଣ ହେଲା? ମା ପଚାରିଲେ, କହୁନୁ କ'ଣ ହେଲା? ଶାଶୁ ଶ୍ୱଶୁରଙ୍କର ବି ସେଇ ଗୋଟିଏ ପ୍ରଶ୍ନ, କ'ଣ ହେଲା? ଶ୍ରୀଧର ବାବୁଙ୍କ ଆଖିରୁ ଗଡ଼ି ଯାଉଛି ଅନବରତ ଅଶ୍ରୁର ଧାର। କିଛି ସମୟ ପରେ ନିଜକୁ ସମ୍ଭାଳି ଡକ୍ଟରଙ୍କଠୁ ଶୁଣିଥିବା କଥା ସମସ୍ତଙ୍କୁ କହିଲେ। ଛୁଆଟା ସୁସ୍ଥ ଅଛି ସତ, କିନ୍ତୁ ଝିଅ ନୁହଁ କିମ୍ବା ପୁଅ ନୁହଁ। ଶ୍ରୀଧର ବାବୁଙ୍କ ମୁହଁରୁ ଏକଥା ଶୁଣି ସମସ୍ତେ ତଟସ୍ଥ ହେଲେ। ଗୋଟିଏ ଦିନ ପରେ ମା ଓ ଛୁଆଙ୍କୁ ନେଇ ଘରକୁ ଆସିଲେ ଜେଜେ, ଜେଜେମା, ଅଜା ଓ ଆଈ। ଶ୍ରୀଧର ବାବୁ କିନ୍ତୁ ଛୁଆର କଥା ଶୁଣିବା ପରଠୁ ହିଁ ଥରେ ବି ଛୁଆକୁ ଦେଖିବାକୁ ଇଚ୍ଛା କରିନଥିଲେ। ମା ଛୁଆ ଘରକୁ ଆସିବା ପରେ ଶ୍ରୀଧର ବାବୁ ନିଜ ବାପା, ମା, ଶାଶୁ, ଶ୍ୱଶୁରଙ୍କୁ ଜଣେଇ ଦେଲେ ଯେ ସେ ଏ ଛୁଆକୁ ପାଖରେ ରଖିବେନି କିମ୍ବା ତାର ମୁହଁ ଚାହିଁବେନି। ବାପା ମା ଯେତେ ବୁଝେଇଲେ ବି ବୁଝିଲେ ନାହିଁ। ସ୍ତ୍ରୀ ଦୀପାଙ୍କ ଆଖିର ଲୁହ ବି ତାଙ୍କ ପଥର ପାଲଟି ଯାଇଥିବା ହୃଦୟକୁ ତରଳେଇ ପାରିଲା ନାହିଁ। ଶେଷକୁ ଅଜା ଆଈ କହିଲେ, ଛୁଆଟାକୁ ଆମେ ନେଇଯିବୁ। କିନ୍ତୁ ଶ୍ରୀଧର ବାବୁଙ୍କ ବାପା ମା ରାଜି ହେଲେନି। କହିଲେ, ମୋ ଘରର, ମୋ ଶ୍ରୀଧରର ପ୍ରଥମ ସନ୍ତାନ, ତାକୁ ଆମେ ନବୁ ଆମ ସାଙ୍ଗରେ। ପ୍ରାଣ ଥିବା ଯାଇ ଆମେ ତାର ଯତ୍ନ ନେବୁ। ତାପରେ ତେଣିକି ଯାହା ଭଗବାନଙ୍କ ଇଚ୍ଛା। ସେୟା ହିଁ ହେଲା। ବାପା ମା ସାଙ୍ଗରେ 3 ଦିନର ଶିଶୁକୁ ଧରି ଗାଁକୁ ବାହାରିଲେ। ଦୀପା କିନ୍ତୁ କେମିତି ରହିବେ ନିଜର ସଦ୍ୟ ଜନ୍ମ କଲା ସନ୍ତାନଠୁ ଦୂରେଇ? ଆଖି ସାଙ୍ଗରେ ବକ୍ଷ ମଧ୍ୟ ଭିଜିଯାଏ ତାଙ୍କର। ବହୁତ ଅନୁନୟ ବିନୟ କଲା ପରେ ଶ୍ରୀଧର ବାବୁ ରାଜି ହେଲେ ଯେ ଦୀପା 3 ମାସ ଯାଏଁ ଛୁଆ ସାଙ୍ଗରେ, ଶାଶୁ ଶ୍ୱଶୁରଙ୍କ ସାଙ୍ଗରେ ଗାଁରେ ରହିବେ। ତାପରେ ସହରକୁ ଶ୍ରୀଧର ବାବୁଙ୍କ ପାଖକୁ ଫେରି ଆସିବେ ଛୁଆକୁ ଛାଡ଼ି। ଦୀପା ମଧ୍ୟ ଗଲେ ଶ୍ୱଶୁର ଶାଶୁଙ୍କ ସାଙ୍ଗରେ ଛୁଆକୁ ଧରି ଗାଁକୁ। ଆଉ ଠିକ୍ 3 ମାସ ପରେ ଛାତିକୁ ପଥର କରି ଛୁଆକୁ ଛାଡ଼ି ଚାଲି ଯାଇଥିଲେ ସହର ଶ୍ରୀଧର ବାବୁଙ୍କ ପାଖକୁ। ଧୀରେ ଧୀରେ ସମୟ ବିତି ଯାଇଛି 5 ବର୍ଷ। ଛୁଆଟିକୁ ଶ୍ରଦ୍ଧାରେ ଜେଜେ ଜେଜେମା ଡାକନ୍ତି ଅମୁ, ଭଲ ନା ଅମିତ। ଗାଁ ଭିତରେ ଥିବା ପ୍ରାଇମେରୀ ସ୍କୁଲରେ 5 ବର୍ଷ ପରେ ନାଁ ଲେଖେଇ ଦେଇଛନ୍ତି ଜେଜେ ଅମିତର। ପ୍ରତିଦିନ ସ୍କୁଲ ଯାଏ ଅମିତ। ମଝିରେ ମଝିରେ ମା ଦୀପା ଗାଁକୁ ଯାଆନ୍ତି ଅମିତ ସାଙ୍ଗରେ ଦେଖା କରିବା ପାଇଁ। ଶ୍ରୀଧର ବାବୁ କିନ୍ତୁ ଏଇ 5 ବର୍ଷ ଭିତରେ ଥରେ ମଧ୍ୟ ଗାଁକୁ ଯାଇନାହାନ୍ତି। ଫୋନ କରି ବାପା ମାଙ୍କ ଭଲ ମନ୍ଦ ବୁଝନ୍ତି, କିନ୍ତୁ ଥରୁଟେ ବି ଅମିତ ବିଷୟରେ ପଚାରନ୍ତି ନାହିଁ। ଅମିତ ମନ ଦେଇ ପାଠ ପଢେ, ସ୍କୁଲର ସାଙ୍ଗସାଥୀ ମାନଙ୍କ ସାଙ୍ଗରେ ସାଙ୍ଗ ହେଇ ଖେଳେ ସତ, କିନ୍ତୁ ବେଶୀ ପସନ୍ଦ କରେ ଝିଅମାନଙ୍କ ଭଳି ସଜ ହୋଇ ଝିଅମାନଙ୍କ ସାଙ୍ଗରେ ଖେଳିବାକୁ, ଗପିବାକୁ। ପିଲାମାନେ ଚିଡ଼ାନ୍ତି, ମାଇଚିଆଟିଏ କହନ୍ତି।
ଝିଅମାନଙ୍କ ପରି ସଜ ହେଉଛି, ତାଙ୍କ ସାଙ୍ଗରେ ଖେଳୁଛି। ଅମୁ ବୁଝିପାରେନି, ଦୁଃଖୀ ହୁଏ। ଜେଜେ ଜେଜେମାଙ୍କୁ କହେ, ମତେ ସେମାନେ ଚିଡ଼ଉଛନ୍ତି, କିନ୍ତୁ ମତେ ତ ଭଲ ଲାଗେ ଏମିତି ସଜ ହେବାକୁ, ଝିଅମାନଙ୍କ ସଙ୍ଗେ ଖେଳିବାକୁ, ଗପିବାକୁ। ଜେଜେ ଜେଜେମା ଶୁଣନ୍ତି ଶିଶୁ ଅମିତ୍ର ଅଭିଯୋଗ, କିନ୍ତୁ କିଛି କହିପାରନ୍ତି ନାହିଁ। ୟା ଭିତରେ ଅମୁର ଆଉ ଦୁଇଟି ଭଉଣୀ ଆସି ସାରିଲେଣି। ଅମୁ ଯାହା ମାଠୁ ଶୁଣିଛି, କେବେ ଦେଖିନି ସେମାନଙ୍କୁ। ମାକୁ ଶିଶୁସୁଲଭ ଢଙ୍ଗରେ ପଚାରେ, ମା, ମୁଁ ବି ବାବା ଆଉ ତୁମ ସାଙ୍ଗରେ ଭଉଣୀମାନଙ୍କ ସାଙ୍ଗରେ ସହରରେ ରହିବି, ସେଠାରେ ପାଠ ପଢ଼ିବି। ଅଳି କରେ। ଦୀପା ଖାଲି ଆଖି ଛଳଛଳ କରନ୍ତି। ଛାତିରେ ଅମୁକୁ ଜାବୁଡ଼ି ଧରି କହନ୍ତି, ବଡ଼ ହେଲେ ତତେ ନେଇଯିବି। ଅମୁର ବାବାଙ୍କୁ ଦେଖିବାକୁ ଭାରି ମନ ହୁଏ। କେତେଥର ସେ ଜେଜେଙ୍କୁ ଏ ବିଷୟରେ ପଚାରିଛି ମଧ୍ୟ, କିନ୍ତୁ ଜେଜେ ଶିଶୁ ଅମୁକୁ ଇଆଡୁ ସିଆଡୁ କଥା କହି ଭୁଲେଇ ଦିଅନ୍ତି। ଅମୁ ଭୁଲିଯାଏ କିଛି ଦିନ ଏ ବିଷୟ। ଏମିତି ଏମିତି କଟିଯାଏ କିଛି ବର୍ଷ। ଅମୁ ଏବେ ଶିଶୁରୁ କିଶୋର ହେବାକୁ ଲାଗିଲାଣି। ଜେଜେ ଜେଜେମା ବାର୍ଦ୍ଧକ୍ୟ ପୀଡ଼ାଗ୍ରସ୍ତ। ଅମୁର ଯତ୍ନ ନେବାରେ ମଧ୍ୟ କିଛି ଅବହେଳା ହୋଇଯାଉଛି। ଅମୁ ଗାଁରେ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢ଼ିଲା। ପାଠ ଭଲ ପଢ଼େ, ଶ୍ରେଣୀରେ ପ୍ରଥମ ନହେଲେ ଦ୍ୱିତୀୟ ହୁଏ, କିନ୍ତୁ ଗାଁରେ ଅଷ୍ଟମ ପରଠୁ ଆଉ ପଢ଼ିବାକୁ ସୁବିଧା ନାହିଁ। ଅଷ୍ଟମ ପରେ ପିଲାମାନେ ସହରକୁ ଯାଇ ପାଠ ପଢ଼ନ୍ତି, ଆଉ ଅମିତ୍ର ସେ ଭାଗ୍ୟ ନଥିଲା। ସେଥିପାଇଁ ପାଠରେ ତାର ଡୋରି ବନ୍ଧା ହୁଏ। ତା ପରଠୁ ଘରେ ରହି ଅମିତ ଜେଜେମାଙ୍କୁ ଘର କାମରେ ସାହାଯ୍ୟ କରେ। ବେଳେ ବେଳେ ଜେଜେମାର ଦେହ ଅସୁସ୍ଥ ଥିଲେ ରୋଷେଇ ମଧ୍ୟ କରେ। କିଛି କାମ ନଥିବାରୁ ଘରେ ରହି ବିରକ୍ତ ହୁଏ। ସେଥିପାଇଁ ଜେଜେମା ବାପାଙ୍କୁ କହି ଗାଁ ମୁଣ୍ଡ ଛକରେ ଗୋଟେ ଛୋଟ ଚା ଦୋକାନ ଖୋଲି ବସେ କିଶୋର ଅମିତ। ବୟସାନୁକ୍ରମେ ଅମିତ ବୁଝି ସାରିଲାଣି ତା ପ୍ରତି ତା ବାପା ମାଙ୍କ ଅଣଦେଖା, ଆଉ ଗାଁ ସାଙ୍ଗସାଥୀଙ୍କ ଟାହି ଟାପରାର ଅର୍ଥ। ଏବେ ଆଉ ଦୁଃଖ ହୁଏନି ଅମିତକୁ, ଅଭିମାନ କରେ ଭଗବାନଙ୍କ ଉପରେ ଯାହା। ଅମିତ ଏବେ ସ୍ୱାବଲମ୍ବୀ, ଭଲ ରୋଜଗାର କରେ ଚାହା ଦୋକାନରୁ। ଏବେ ଚାହା ସାଙ୍ଗରେ କିଛି ଜଳଖିଆ ଯେମିତି ପକୁଡ଼ି, ବିସ୍କୁଟ, ମିକ୍ସଚର, ଚକୋଲେଟ ମଧ୍ୟ ବିକ୍ରି କରେ। ଜେଜେ ବାପା ଏବେ ଆଉ ଚଳପ୍ରଚଳ କରିପାରୁ ନାହାନ୍ତି। ଜେଜେ ମାଟାର ବି ସେହି ଅବସ୍ଥା। ସେଥିପାଇଁ ଘରେ ସବୁ କାମ ସାରି ଜେଜେ ଜେଜେମାଙ୍କର ଖାଇବା ପିଇବାର ବ୍ୟବସ୍ଥା କରିଦେଇ ଅମୁ ଆସେ ତା ଦୋକାନକୁ। ସକାଳ 10ଟାରୁ ରାତି 8ଟା 9ଟା ଯାଏଁ ଦୋକାନ ଖୋଲା ରଖେ। ତାର ମଧୁର ବ୍ୟବହାର ଓ ସ୍ୱାଦିଷ୍ଟ ଚାହା ଜଳଖିଆ ଆକୃଷ୍ଟ କରିଥାଏ ଗ୍ରାହକମାନଙ୍କୁ। ଦିନକୁ ଦିନ ବଢ଼ିଚାଲେ ଗ୍ରାହକଙ୍କ ଭିଡ଼ ଅମୁ ଦୋକାନ ଆଗରେ। ଏବେ ଅମୁକୁ 27 ବର୍ଷ ବୟସ। ସହରରେ ତା ଦୁଇ ଭଉଣୀଙ୍କ ବାହାଘର ସରିଗଲାଣି। ଅମୁ ଖାଲି ଯାହା ଖବର ପାଇଥିଲା, ନିମନ୍ତ୍ରିତ ନୁହଁ। ଜେଜେବାପା ଆରପାରିକୁ ଚାଲିଗଲେଣି ବର୍ଷକ ତଳୁ। ଜେଜେମାଟା ଶଯ୍ୟାଶାୟୀ ହେଇଗଲାଣି। ଆଜିକାଲି ଭିତରେ ସେ ମଧ୍ୟ ବୋଧେ ଆରପାରିକି ଚାଲିଯିବ, ଅମୁକୁ ସମ୍ପୂର୍ଣ୍ଣ ଏକା କରିଦେଇ। ବେଳେ ବେଳେ ଅମୁକୁ ଭାରି ଦୁଃଖ ଲାଗେ। ଜେଜେ ମଲା ବେଳକୁ ବାବାଙ୍କୁ ସେ ଦେଖିଥିଲା ପ୍ରଥମ ଥର। ଜେଜେଙ୍କ କାମ ସାରି ଚାଲି ଯାଇଥିଲେ ପୁଣି ଥରେ ସହରକୁ। ତା ସାଙ୍ଗରେ ଥରୁଟେ କଥା ହେବା ତ ଦୂରର କଥା, ତା ଆଡ଼କୁ ଅନେଇ ବି ନଥିଲେ। ଅମୁକୁ ଦୁଃଖ ଲାଗିଥିଲା, କିନ୍ତୁ କିଛି ଅଭିଯୋଗ କରିନଥିଲା। ଦୁଃଖ ଉପରେ ନଳିତା ବୋଝ ପରି ଜେଜେମାଟା ବି ଚାଲିଗଲା ଆରପାରିକୁ। ଏଥର ଅମୁର ଦୁଃଖ କହିଲେ ନ ସରେ। ବାବା ମା ଗାଁକୁ ଆସିଲେ ଜେଜେମାଙ୍କର ମଲା କାର୍ଯ୍ୟ ପାଇଁ। ଏଥର ବି ବାବା ତା ଆଡ଼କୁ ଅନେଇ ନଥିଲେ। ଜେଜେମାର କାର୍ଯ୍ୟ ପାଇଁ ଅମୁ ସମସ୍ତ ଆର୍ଥିକ ସାହାଯ୍ୟ କରିଥିଲା ତା ବାବାଙ୍କୁ। ଜେଜେମାର 12 ଦିନ କାମ ସରିଲା। ବାବା ମା ସହରକୁ ଯିବା ପାଇଁ ବାହାରିଲା ବେଳେ ଅମୁ ଆଖିର ଲୁହ ଆଉ ତା ବୋଲ ମାନି ନଥିଲା। ମାଙ୍କୁ ପାଖରେ ଅନେକ ଗୋପନୀୟ ଅକୁହା କଥା କହିଥିଲା। ଯେମିତି ତାକୁ ସ୍ତ୍ରୀ ଲୋକମାନଙ୍କ ପରି ସଜ ହେବା ଅଧିକ ଭଲ ଲାଗେ, ସେମାନଙ୍କ ଭଳି ରହିବା, କଥା ହେବା, ସବୁକିଛି। ସେଥିପାଇଁ ତା ସାଙ୍ଗମାନେ, ଗାଁର କିଛି ଲୋକ ମଧ୍ୟ ଚିଡ଼ାନ୍ତି ମାଇଚିଆ କହି। ଏଥର ମା ସବୁ ଶୁଣି ସହରକୁ ଯିବା ଆଗରୁ ଅମୁକୁ ନୂଆ ପରିଚୟ ଦେଇଗଲେ। କହିଲେ, ଅମୁ, ତୁ ଆଜିଠୁ ଅମିତ ନୁହଁ, ଅମୃତା। ତୋ ନାଁ ଅମୃତା। ନିଜେ ସମାଜର କୁଶ୍ଚିତ ଗରଳ ପିଇ ସମାଜକୁ ଅମୃତ ବାଣ୍ଟିବୁ। ତୁ ନିଜେ ତୋର ଗୋଟେ ନୂଆ ପରିଚୟ ସୃଷ୍ଟି କରିବୁ। ତା ପରଠୁ ଆଉ ପଛକୁ ଫେରି ଦେଖିନି ଅମିତ। ଅତୀତକୁ ସମାଧି ଦେଇ ଅମିତରୁ ହେଇଛି ସେ ଅମୃତା। ନିଜ ମନ ଚାହୁଁଥିବା ରୂପରେ ନିଜକୁ ସଜେଇଛି। ପ୍ୟାଣ୍ଟ ସାର୍ଟ ଛାଡ଼ି ପିନ୍ଧିଛି ଶାଢ଼ୀ। ସଜେଇଛି ନିଜକୁ ମନ ମୁତାବକ ଷୋଳ ଶୃଙ୍ଗାର ବେଶରେ। ଆଉ ଧୈର୍ଯ୍ୟର ସହିତ କାମ କରିଛି। ଦିନ ରାତି ପରିଶ୍ରମ କରି ଚା ଜଳଖିଆ ଦୋକାନକୁ ବଢ଼େଇ ଏବେ ସେଠାରେ 3 ବେଳା ଖାଦ୍ୟ ପ୍ରସ୍ତୁତ କରିଛି। ସକାଳ ଜଳଖିଆ, ମଧ୍ୟାହ୍ନ ଓ ରାତ୍ର ଭୋଜନ। ବର୍ତ୍ତମାନ ସେ ସେହି ଦୋକାନର ମାଲିକ ହେଇଛି।
ଆଉ ତା ପାଖରେ ତାରି ଭଳି କିଛି ପିଲା ଯୋଉମାନେ କି ନିଜ ଘରୁ ଉପେକ୍ଷିତ ହେଇ ସମାଜରେ ପେଟ ପୋଷିବା ପାଇଁ ଅନ୍ୟ ଆଗରେ ଭିକ୍ଷା ମାଗୁଥିଲେ, ସେମିତି କେତେ ଜଣଙ୍କୁ ଆଣି ରୋଜଗାର ଦେଇଛି। ସମାଜରେ ସମ୍ମାନର ସହିତ ବଞ୍ଚିବାର ଏକ ନୂଆ ପଥ ଦେଖେଇଛି। ହଠାତ୍ ଦିନେ ଖରାବେଳ ଗାଁର ଜଣେ ଯୁବକ ସହରରୁ ଫେରି ତାରି ଦୋକାନରେ ମଧ୍ୟାହ୍ନ ଭୋଜନ କରିବାକୁ ଆସିଥିଲା ବେଳେ ଅମୃତାକୁ ଦେଖି ତା ମାର ମୃତ୍ୟୁ ଖବର ଦେଇଥିଲା। ସାଙ୍ଗ ପାଖରୁ ଏ ଦୁଃଖଦ ଖବରଟି ଶୁଣି କିଛି ସମୟ ପାଇଁ ଅମୃତା ନୀରବ ହୋଇଯାଇଥିଲା। କିଛି ସମୟ ପରେ ପଚାରିଲା, କେବେ ମା ଚାଲିଗଲା ଜାଣିଛୁ? ସାଙ୍ଗଟି କହିଲା, ହଁ, ତୋ ମା ଅନେକ ଦିନ ଧରି ରୋଗଶଯ୍ୟାରେ ଥିଲେ। ବୋଧେ ସେ ମାସେ ହେଲାଣି ଆରପାରିକୁ ଚାଲିଗଲେଣି। ସାଙ୍ଗ ମୁହଁରୁ ଏ କଥା ଶୁଣି ମନେ ମନେ ବାବା ଉପରେ ରାଗିଥିଲା ଅନେକ। ବାବାଙ୍କ କଥା ପଚାରିବାରୁ ଜାଣିବାକୁ ପାଇଥିଲା ଯେ ବାବା ଏବେ ଅର୍ଥଶୂନ୍ୟ, ଏକା, ଆଉ ମା ଯିବା ପରେ ସେ ମଧ୍ୟ ରୋଗାଗ୍ରସ୍ତ। ରୋଜଗାରର ସ୍ୱଳ୍ପ ସଞ୍ଚିତ ଅର୍ଥରେ ଦୁଇ ଝିଅଙ୍କୁ ବିବାହ ଦେଲା ପରେ ଆଉ କିଛି ସଞ୍ଚିତ ଅର୍ଥ ମାଙ୍କ ଦେହ ଖରାପ ପଛରେ ସରିଯାଇଛି। ଏବେ ବାବା ଆର୍ଥିକ ରୂପେ ମଧ୍ୟ ସମ୍ପୂର୍ଣ୍ଣ ଶୂନ୍ୟ। ସାଙ୍ଗଠୁ ସବୁ ଶୁଣିବା ପରେ ଅମୃତା ମନେ ମନେ ସ୍ଥିର କଲା ଯେ ସେ ଯାଇ ବାବାଙ୍କୁ ବୁଝେଇବ, ବାବାଙ୍କୁ ମନେଇ ନିଜ ପାଖକୁ ଆଣିବ, ଏକ ପୁଅର କର୍ତ୍ତବ୍ୟ କରିବ। ମାର ସେବା ସାଙ୍ଗେ ତ ତା ଭାଗ୍ୟରେ ନଥିଲା, କିନ୍ତୁ ତା ବାବାଙ୍କୁ ସେ ଏମିତି ଏକୁଟିଆ ଛାଡ଼ିବନି। କେତେବେଳୁ ସଞ୍ଜ ହେଇ ଆସିଲାଣି ସେ ଜାଣିପାରି ନଥିଲା। ନିଜକୁ ସଂଯତ କରି ହୋଟେଲର ଦାୟିତ୍ୱ 2-3 ଦିନ ପାଇଁ ଜଣେ କର୍ମଚାରୀଙ୍କୁ ଦେଇ ସହର ଅଭିମୁଖେ ବାହାରି ପଡ଼ିଲା ଅମିତ। ବହୁତ କଷ୍ଟରେ ବାବାଙ୍କ ଘରର ଠିକଣା ପାଇ ଘରକୁ ଯାଇଥିଲା, ଯେଉଁ ଘରୁ ସେ ଜନ୍ମର 3 ଦିନ ପରେ ହିଁ ଜେଜେ ଜେଜେମା ସହ ଚାଲି ଆସିଥିଲା ଗାଁକୁ। ଘରେ ପଶିଲା ବେଳକୁ ତା ଆଖି ଲୁହ ଆଉ ହୃଦୟ ଅଭିମାନରେ ଭରି ଯାଇଥିଲା। ବାବା ତାକୁ ଦେଖିକି ପ୍ରଥମେ ତ ମୁହଁ ବୁଲେଇ ଦେଇଥିଲେ, କିନ୍ତୁ ଅମୃତା ବୁଝେଇ ସୁଝେଇ ବାବାଙ୍କୁ ଗାଁକୁ ଆଣି ତା ପାଖରେ ରହିବା ପାଇଁ ରାଜି କରାଇଥିଲା। ବାବାଙ୍କୁ ସାଙ୍ଗରେ ଧରି ଗାଁକୁ ଫେରିଲା ବେଳେ ଅମୃତାକୁ ଲାଗୁଥିଲା ସତେ ଯେମିତି ଉଡ଼ିବାକୁ ତାକୁ ନୀଳ ଆକାଶରେ ଜାଗାଟି ମିଳିଯାଇଥିଲା।